ସମସ୍ତଙ୍କୁ ମୋର ନାମ ସାଇ ଶଙ୍କର। ମୁଁ କକ୍ଷା 4ର ଛାତ୍ର ଅଟେ। ମୁଁ ଆଜି ଆପଣଙ୍କ ସାମ୍ନାରେ ପ୍ରସ୍ତୁତ ଅଛି ଗୋପବନ୍ଧୁଙ୍କ ବିଷୟରେ କିଛି ଶବ୍ଦ କହିବାକୁ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶକୁ ଆସି ଚାଲି ଯାଆନ୍ତୁ ପିଠିରେ, ଦେଶ ସ୍ୱରାଜ ପଥ ଯେତେ ଗାଢ଼, କହି ତରି ପଡ଼େ ମୋର ମାଂସ ହାଡ଼। ଏହି କବିତାଟି ଯେତେବେଳେ କାନରେ ପଡ଼େ ମନେ ପଡ଼ିଯାଆନ୍ତି ଦାସ ଆପଣ। ସେ ଗୋଟିଏ ଓଡ଼ିଶାର ମୌନମଣି। ତାଙ୍କର ଜୀବନର ଲକ୍ଷ୍ୟ ଥିଲା ମାନବ ସେବା ହିଁ ମାଧବ ସେବା। ସେ ଦିନ ଦୁଃଖ ଦରିଦ୍ରର ବନ୍ଧୁ। ତାଙ୍କର ନାଁ ହେଉଛି ଗୋପବନ୍ଧୁ। ସେ 1877 ମସିହା ଅକ୍ଟୋବର 9 ତାରିଖ